ଆଜି ଦିନଟି ବହୁତ ଅଜବ ଥିଲା। ବାପା ଏବଂ ମା ସକାଳୁ କୌଣସି କାମ ପାଇଁ ବାହାରକୁ ଯାଇଥିଲେ ଏବଂ କେବଳ ମୁଁ ଏବଂ ମୋ ଭାଇ ଘରେ ଥିଲୁ। ସେମାନେ ଅପରାହ୍ନ ପର୍ଯ୍ୟନ୍ତ ଫେରିବେ ନାହିଁ ବୋଲି କହିବା ମାତ୍ରେ ମୋ ମନରେ ଏକ ଅଲଗା ଚିନ୍ତାଧାରା ଉଠିଲା। ମୁଁ ବୁଝିପାରୁ ନଥିଲି ଆଜିର ଦିନଟି କଣ ହେବ। ବାପା ଏବଂ ମା ଯିବା ମାତ୍ରେ ମୋ ଭାଇର ନଜର ମୋ ଉପରେ ଭିନ୍ନ ଭାବରେ ପଡ଼ିଲା। ମୁଁ ବୁଝିପାରୁ ନଥିଲି ତାଙ୍କ ମନରେ କଣ ଚାଲିଛି। ସେ ଥରେ ମୋତେ ଚାହିଁଲେ ଏବଂ ତାପରେ ହସିଲେ। ମୋର ମନ କିଛି କହୁଥିଲା, କିନ୍ତୁ ମୁଁ ତାଙ୍କ ହସକୁ ଅଣଦେଖା କଲି। ମୁଁ ମୋର କାମ କରିଚାଲିଲି ଆଉ ଭାବିଲି ସବୁ କିଛି ସ୍ୱାଭାବିକ ରହିବ। ହଠାତ୍ ସୁଯୋଗ ପାଇବା ମାତ୍ରେ ଭାଇ ମୋ ଆଡ଼କୁ ଇଙ୍ଗିତ କରି କହିଲା, ଦେଖ ଆଜି ମା ବାପା ଘରେ ନାହାନ୍ତି, ତେବେ ଆମେ କିଛି ମଜା କାହିଁକି ନ କରିବା। ମୁଁ ଆଖି ବୁଜି କହିଲି, ତୁମେ କଣ କହୁଛ? ମା ବାପା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ ଭଲରେ ରହିବୁ ଏବଂ ଘରେ କିଛି ନଷ୍ଟ କରିବୁ ନାହିଁ। ଭାଇ ହସି ହସି ଉତ୍ତର ଦେଲା, ଆମେ କେବଳ ଟିକିଏ ମଜା କରିବା। ଯାହାହେଲେ ଏତେ ନିର୍ଜନ ଘର ଏବଂ ତୁମେ ମୋ ପାଖରୁ ମଜା ଆଶା କରିବ ନାହିଁ, ଏହା କିପରି ସମ୍ଭବ? ତାଙ୍କ କଥା ଶୁଣି ମୁଁ ମଧ୍ୟ ଟିକିଏ ହସିଲି। ସର୍ବୋପରି ସେ ମୋ ଭାଇ ଏବଂ ସେ ମଜା କରିବାରେ ଇଚ୍ଛୁକ ଥିଲା। ମୁଁ ଭାବିଲି କିଛି ସମୟ ମଜା କରୁ, କିନ୍ତୁ ମୁଁ ଦେଖିବାକୁ ଚାହୁଁଛି ସେ କଣ କରିବେ। ତାପରେ ଭାଇ ଜୋରରେ କହିଲେ, ଚାଲ ଆମେ ଏକ ଖେଳ ଖେଳିବା। ମୁଁ ଆଖି ବୁଲେଇ ପଚାରିଲି, କେଉଁ ଖେଳ? ଭାଇ ଦୁଷ୍ଟାମିରେ ହସି କହିଲେ, ତୁମକୁ ମନେ ଅଛି କି ପିଲାଦିନେ ଆମେ ଲୁଚକାଳି ଖେଳୁଥିଲୁ? ମୁଁ ହସି କହିଲି, ହଁ ହଁ, କିନ୍ତୁ ଏବେ ଆମେ ବଡ଼ ହୋଇଗଲୁଣି ଏବଂ ଏହି ଖେଳ ଖେଳିବାକୁ ଅଜବ ଲାଗିବ। ସେ ଉତ୍ତର ଦେଲେ, ନା, ବାପା ଓ ମା ନାହାନ୍ତି, ତେଣୁ ପିଲାଦିନର ଟିକେ ଖେଳକୁ ଉପଭୋଗ କାହିଁକି କରିବା ନାହିଁ? ତାପରେ ମୁଁ ତାଙ୍କ କଥାରେ ରାଜି ହୋଇଗଲି। ଆମେ ଖେଳ ଆରମ୍ଭ କରିବା ମାତ୍ରେ ଭାଇ ମୋ ପଛରେ ଆସି କହିଲା, ତୁମକୁ ଧରିବା ବହୁତ ସହଜ। ମୁଁ ତାପରେ ହସି ହସି ଦୌଡ଼ିବାକୁ ଚେଷ୍ଟା କଲି। ମୁଁ ଦୌଡ଼ି ଘରର ଏକ କୋଣରେ ଲୁଚି ରହିଲି। ମୁଁ ଭାବିଥିଲି ଭାଇ ଏତେ ଶୀଘ୍ର ମୋତେ ପାଇପାରିବେ ନାହିଁ, କିନ୍ତୁ ମୁଁ ଭୁଲ କରିଥିଲି। କିଛି ମିନିଟ୍ ପରେ ସେ ମୋତେ ଖୋଜି ଖୋଜି ଆସି ମୋ ପଛରେ ଲୁଚି ଠିଆ ହେଲେ। ମୁଁ ପଛକୁ ଫେରିବା ମାତ୍ରେ ସେ ହସି କହିଲେ, ମୁଁ ତୁମକୁ ଧରି ପକାଇଲି। ମୁଁ ଟିକେ ବିରକ୍ତ ହୋଇ କହିଲି, ତୁମେ ବହୁତ ଚାଲାକ ହୋଇଗଲଣି। କିନ୍ତୁ ଭିତରେ ମୁଁ ମଧ୍ୟ ଉପଭୋଗ କରୁଥିଲି। ତାପରେ ଭାଇ କିଛି ଦୁଷ୍ଟାମି କରି କହିଲା, ଏବେ ତୁମେ ଶୀଘ୍ର ଲୁଚ, ମୁଁ ଗଣିବି, ଏବଂ ସେ ଆଖି ବନ୍ଦ କରି ଗଣିବା ଆରମ୍ଭ କଲେ। ମୁଁ ଶୀଘ୍ର ଦୌଡ଼ି ଦ୍ୱିତୀୟ ମହଲାର ଷ୍ଟୋର ରୁମରେ ଲୁଚି ରହିଲି। ମୁଁ ଭାବିଲି ସେ ମୋତେ ଏଠାରେ ଖୋଜିବା ଅସମ୍ଭବ ହେବ, କିନ୍ତୁ ଭାଇର ଚତୁରତା ଆଗରେ ମୋର ସମସ୍ତ ପ୍ରୟାସ ବେକାର ହୋଇଗଲା। କିଛି ସମୟ ପରେ ସେ ମୋତେ ପାଇଲେ ଏବଂ ପୁଣି ସେହି ବିଜୟୀ ହସ ସହିତ କହିଲେ, ତୁମେ ମୋଠାରୁ ଲୁଚି ପାରିବ ନାହିଁ। ମୁଁ ଟିକେ ଥକି ଯାଇଥିଲି, ତେଣୁ ମୁଁ କହିଲି, ଆସ, ମୁଁ ଏବେ ଖେଳିବାକୁ ଚାହୁଁନାହିଁ, ଅନ୍ୟ କିଛି କର। ଭାଇ ମୁଣ୍ଡ କୁଣ୍ଡାଇ କହିଲା, ଠିକ ଅଛି, ତେବେ ଏବେ ରୋଷେଇ ଘରକୁ ଯିବା ଏବଂ କିଛି ସ୍ୱାଦିଷ୍ଟ ଖାଦ୍ୟ ରାନ୍ଧିବା। ଗଲାବେଳେ ମା ଆମକୁ ରୋଷେଇ ଘରେ କିଛି ରାନ୍ଧିବାକୁ ବାରଣ କରିଥିଲେ, ତେଣୁ ମୁଁ ତାଙ୍କୁ ଗାଳି ଦେଇ କହିଲି, ଯଦି ମା ଜାଣିବେ ଯେ ଆମେ ରୋଷେଇ ଘରେ କିଛି ରାନ୍ଧିଛୁ, ତେବେ ମା ଆମକୁ ଗାଳି କରିବେ ଏବଂ ତୁମେ ଜାଣ ଯେ ମୁଁ ରାନ୍ଧିବା ଜାଣିନାହିଁ। କିନ୍ତୁ ଭାଇ ମୋତେ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲା ଏବଂ କହିଲା, ତୁମେ କେବଳ ଦେଖ, ମୁଁ ନିଜେ ସବୁକିଛି କରିବି। ଆମେ ଦୁହେଁ ରୋଷେଇ ଘରକୁ ଗଲୁ ଏବଂ ଭାଇ କିଛି ନୂତନ ରେସିପି ତିଆରି କରିବାକୁ ଭାବିଲା। ସେ ଫ୍ରିଜରୁ ପନିର, ଟମାଟୋ ଏବଂ ଅନ୍ୟାନ୍ୟ ଜିନିଷ ବାହାର କରି ସବୁକିଛି ମିଶ୍ରଣ କରିବାକୁ ଲାଗିଲେ। ମୁଁ ତାଙ୍କୁ ଦେଖି ହସୁଥିଲି ଏବଂ ଭାବୁଥିଲି ଯେ ସେ କଣ ତିଆରି କରୁଛନ୍ତି। ଯେତେବେଳେ ସେ ମିଶ୍ରଣଟିକୁ ଚୁଲିରେ ରଖିଲେ, ମୁଁ କିଛି ପୋଡ଼ିବା ଗନ୍ଧ ପାଇବାକୁ ଲାଗିଲି। ମୁଁ ତାଙ୍କୁ ବାଧା ଦେଇ ପଚାରିଲି, ଭାଇ ତୁମେ କଣ କରୁଛ? କିଛି ଜଳୁଛି କି? ସେ ହସି କହିଲେ, ଚିନ୍ତା କର ନାହିଁ, ଏହା କିଛି ହେବ ନାହିଁ। କିଛି ସମୟ ପରେ ରାନ୍ଧିବା ପରେ ଯେତେବେଳେ ଜିନିଷଟି ବାହାରିଲା, ଆମେ ଦୁହେଁ ହସି ବାହାରକୁ ବାହାରି ଆସିଲୁ। ମୁଁ ଜାଣିନଥିଲି ଏହା କଣ, କିନ୍ତୁ ଏହା ଖାଇବା ଯୋଗ୍ୟ ଦେଖାଯାଉ ନଥିଲା। ତଥାପି ଭାଇ ସେଥିରୁ ଏକ ଖଣ୍ଡ ଭାଙ୍ଗି ମୋତେ ଦେଇ କହିଲେ, ତୁମେ ପ୍ରଥମେ ଖାଅ। ମୁଁ ତାଙ୍କ ଆଡ଼କୁ ଚାହିଁ ରହିଲି ଏବଂ କହିଲି, ମୁଁ ଖାଇପାରିବି ନାହିଁ, ତୁମେ ଖାଅ। ସେ ହସି ହସି କହିଲେ, ମୁଁ ତୁମକୁ ଚ୍ୟାଲେଞ୍ଜ କରୁଥିବା ଦେଖି ତୁମେ ଭୟଭୀତ ହେଉଛ କି? ମୁଁ ଟିକେ ଖାଇଲି ଏବଂ କାମୁଡ଼ିବା ମାତ୍ରେ ମୋ ଆଖିରେ ଲୁହ ଆସିଗଲା। ଏହା ଏତେ ଖରାପ ଥିଲା ଯେ ମୁଁ ହସି ହସି ଗଡ଼ିଗଲି। ଭାଇ ମଧ୍ୟ କାମୁଡ଼ି ଖାଇଲା ଏବଂ ତାପରେ ଆମେ ଦୁହେଁ ସେହି ଜିନିଷ ଫିଙ୍ଗିଦେଲୁ। ଆମେ ବୁଝିଲୁ ଯେ ରୋଷେଇ ଆମ ପାଇଁ ସମ୍ଭବ ନୁହେଁ। ତାପରେ ଆମେ ଦୁହେଁ ରୋଷେଇ ଘରୁ ବାହାରି ଆସି ହସି ହସି ଲିଭିଂ ରୁମକୁ ଆସିଲୁ।
आमे सेठारे पहुँचिबा मात्रे भाई सोफारे बसी कहिले, भौणी एहा बहुत मजादार थिला, किंतु परवर्ती समयरे मु मांको अनुमति बिना रोसेई घरकु पाद देबी नाही। मु मध्य तांको सहित सहमति जणाई मुंड हलाई हसिली। तापरे हठात तांको मनकु आउ एक दुश्चिंता आसिला। से मो आड़कु चाही कहिले, चालो आउ एक खेल खेलिबा। मु आखि बुलाइली एवं पचारिली, एबे केउ खेल? से हसी हसी कहिले, एबे आमे बापा मांको आलमारी भितरे कोण अछि देखिबा। सेमाने सबुबेले आमको मना करंती, तेणु सेमाने कोण लुचाई रखिछंती ताहा आज निश्चय जानिबा। सेतिकी बेले मनरे टिके भय सृष्टि हेला। मु कहिली, भाई एहा ठीक नुहे। जदि मां एहा विषय जानिबे तेबे आमको बहुत गाली देबे। किंतु भाई मु जाहा कहिली ताहा उपरे ध्यान देले नाही। से आलमारी पाखको जाई खोलिबाकू लागिले। भितरे मां एवं बापांको पुरुणा स्मृतिर एक भंडार थिला। पुरुणा फोटो आल्बम, किछि चिठी एवं पिलादिनर जिनिस। आमे दुहे किछि आल्बम बाहर करी सेगुड़िकु देखिबाकू लागिलु। आम पिलादिनर फोटो थिला। किछि फोटोरे मु भाईर केस टाणुथिली एवं किछि फोटोरे से मोते चिडाउथिले। आमको देखिबा परे आमे बहुत हसिथिलु। तापरे हठात भाई एक पुरुणा खेलना पाइला, जाहा तांकर प्रिय जिनिस थिला। से सेही खेलनाकू देखि कहिले, भौणी एहा मोर पिलादिनर सुपर हिरो। से सेही खेलनाटीकू उठाई मो आगरे हलाई कहिले, देख एहा एबे भी समान लागुची। मु तांकू देखि मजारे कहिली, हम एवं तुमे मध्य एपर्यंत समान। एक संपूर्ण दुष्ट व्यक्ति। आमे दुहे सेही पुरुणा जिनिसरे हजि जाइथिलु एवं आमको समयर कोनोसी आकलन नथिला। किंतु तापरे हठात कबाटर घंटी बाजिला। आमे दुहे परस्परकू भयभीत होई देखिबाकू लागिलु। मु कहिली, भौणी माँ बापा संध्यारे आसिबे। मु कहिली, माँ बापा संध्यारे आसिबार थिला। ए किए? भाई कहिला, चुप रुह, हुए तो एहा अन्य केही। आमे दुहे शीघ्र सबु किछि आलमारी रे रखिबाकू लागिलु एवं तापरे जाई कबाट खोलिलु। सेतेबेले पड़ोसी घर माउसी कबाट पाखरे थिया होइथिले। से कहिले, पुओ तुमे दुहे ठीक अछ कि? मु भाबिली घरे एते हस शुभुची, तेणु मु देखिबा पई चली आसिली। आमे दुहे परस्परकू चाही हसिलु। भाई उत्तर देले, हम माउसी आमे संपूर्ण भल अछु। आमे केवल मजा करुथिलु। माउसी हसी कहिले, ठीक अछि पुओ, ठीक अछि। मु भाबिली किछि असुविधा घटिथिबो। तापरे से चालीगले एवं आमे गोटे दीर्घ निश्वास मारिलु। किंतु तापरे मु अनुभव कली जे आमे एपर्यंत रोसेई घर सफा करिनाहु। रोसेई घरर अवस्था देखि आमे दुहे भयभीत होइगलु। टमाटो, पनीर, मैदा, धूली सबुठी छिंची होई जाइथिला। मु मो भाई को रागी चाही कहिली, एसबु तुम जोगु होइछि। एबे जेतेबेले माँ आसी एसबु देखंती आमे असुविधारे पड़िबा। मो भाई निर्दोष बोली अभिनय करी कहिला, भौणी मु कहिथिली जे आमको एक स्वतंत्र खाद्य प्रस्तुत करिबा उचित, किंतु सफा करिबा आम उभयंकर दायित्व। मु टिकिए रागी जाई कहिली, ठीक अछि, चाल शीघ्र सफा करिबा। आमे दुहे शीघ्र रोसेई घर सफा करिबा आरंभ कलु। भाई तळे पड़िथिबा टमाटो खंडगुड़िकू उठाइला एवं मु जमा होइथिबा मैला पात्ररू सफा कली। किछि चेष्टा परे रोसेई घर टिके सफा देखाजिबा आरंभ कला। सफा करिबा समयरे मो भाई मजारे कहिला जे आजी आमे एते सफा करिछु जे मा मध्य एहाकू देखि खुशी हेबे। मु तांकू बड़ बड़ आखिरे देखिली एवं कहिली जे जेतेबेले से जानिबे जे आमे एठारे हंगामा करिछु सेतेबेले से आश्चर्य हेबे। सफा करिबा परे आमे दुहे रूम रे बसी परस्परकू चाही हसिबाकू लागिलु। हठात भाई मो आडकू टिकिए हसिकी चाहिले एवं कहिले, ठीक अछि, सुण मोर आउ एक काम बाकी अछि। मु मो मुंडकू धरी कहिली जे तुमे पुणी काहीकि मूल्यहीन कथा विषय भाबुछ। से कहिले, एथर आमे कोनोसी असुविधा करिबा नाही। आस मांको फोन रु एक सेल्फी नेबा। से सबुबेले आमकू तांको फोन को छुईबाकू बारण करंती, तेणु तांको अनुपस्थिति रे काहीकि एक स्मरणीय सेल्फी न नेबा भाईंको कथा मजादार लागिला। मु मध्य भाबिली जे थरे सेल्फी नेबारे क्षति कोन। आमे दुहे
ମାଙ୍କ ଫୋନ୍ ଧରି ଅଜବ ମୁହଁ କରି ସେଲ୍ଫି ନେବା ଆରମ୍ଭ କଲୁ। କେତେବେଳେ ସେ ଅଜବ ମୁହଁ କରୁଥିଲେ ତ କେତେବେଳେ ମୁଁ ମୋ ମୁହଁ ଫୁଲାଇ ମୋର ଫଟୋ କ୍ଲିକ୍ କରୁଥିଲି। ହଠାତ୍ ଭାଇ କ୍ୟାମେରାର ଭିଡିଓ ମୋଡ ଚାଲୁ କରି ରେକର୍ଡି କରିବା ଆରମ୍ଭ କଲା। ସେ ମଜାରେ ମାଙ୍କୁ ନକଲ କରି କହିଲା। ତାଙ୍କ ଅଭିନୟ ଦେଖି ଆମେ ଦୁହେଁ ହସି ହସି ପାଗଳ ହୋଇଗଲୁ। ତାପରେ ମୁଁ ମଧ୍ୟ ବାପାଙ୍କୁ ନକଲ କରି କହିଲି, ଆମ ପାଖରେ ହସିବା ବ୍ୟତୀତ ଆଉ କିଛି କରିବାର ନଥିଲା। ସେହି ଭିଡିଓଟି ଏତେ ମଜାଦାର ହୋଇଗଲା ଯେ ଆମେ ଦୁହେଁ ଏହାକୁ ସେଭ କରିଦେଲୁ। ଠିକ ସେତିକିବେଳେ ଆମେ କବାଟରେ ଏକ ଶବ୍ଦ ଶୁଣିଲୁ ଏବଂ ଏହି ସମୟରେ ମା ଏବଂ ବାପା ପ୍ରକୃତରେ ଘରକୁ ଫେରିଆସିଲେ। ଆମେ ପରସ୍ପରକୁ ଚାହିଁଲୁ ଏବଂ ଭୟଭୀତ ହୋଇ ମାଙ୍କ ଫୋନକୁ ତା ସ୍ଥାନରେ ରଖିଲୁ। ମା ଭିତରକୁ ଆସି କହିଲେ, ତେବେ ଆଜି ତୁମେ ଦୁହେଁ ଘରେ କଣ କଲୋ? ଭାଇ ନିର୍ଦ୍ଦୋଷ ହେବାର ଅଭିନୟ କରି କହିଲେ, କିଛି ନାହିଁ ମା, ଆମେ କେବଳ ପାଠ ପଢୁଥିଲୁ। ମା ଆମ ମୁହଁ ଦେଖି ସନ୍ଦେହପୂର୍ଣ୍ଣ ଆଖିରେ କହିଲେ, ହଁ ମୁଁ ଠିକ ଅଛି, ତୁମେ ଦୁହେଁ ବହୁତ ସରଳ ଦେଖାଯାଉଛ। ମା ଆମ କଥାରେ ଟିକିଏ ବିଶ୍ୱାସ କଲେ, କିନ୍ତୁ ତାଙ୍କ ମୁହଁରେ ହାଲୁକା ହସ ଥିଲା। ତାପରେ ସେ କହିଲେ, ଠିକ ଅଛି, ତୁମେ ଦୁହେଁ ନିଜ ନିଜ କୋଠରୀକୁ ଯାଅ। ତାପରେ ଆମେ ଧ୍ୟାନର ସହିତ ନିଜ କୋଠରୀରେ ଯାଇ ବସିଥିଲୁ ଯେମିତି ତାହା କେହି ଜାଣି ନ ପାରିବେ। ଆମେ ଦୁହେଁ ରାଜି ହୋଇ ମୁଣ୍ଡ ହଲାଇ ଆମ କୋଠରୀକୁ ଗଲୁ, କିନ୍ତୁ ସେଦିନର ମଜା ଏବଂ ଦୁଷ୍ଟାମି ଆମ ମୁହଁରେ ସବୁଦିନ ପାଇଁ ଏକ ସ୍ମରଣୀୟ ହସ ଛାଡ଼ିଗଲା। ରାତିରେ ମୁଁ ମୋ କୋଠରୀରେ ଶୋଇଥିଲି, କିନ୍ତୁ ସାରା ଦିନର ସମସ୍ତ ଦୁଷ୍ଟାମି ମୋ ମନରେ ଚାଲିଥିଲା ଏବଂ ହସିବା ଯୋଗୁଁ ମୁଁ ଶୋଇପାରିଲି ନାହିଁ। କିଛି ସମୟ ପରେ ଭାଇ ମୋ କୋଠରୀକୁ ଆସି ଧୀରେ କହିଲା, ତୁମେ ଶୋଇଛ କି? ମୁଁ ତାକୁ ଚାହିଁ ଉତ୍ତର ଦେଲି, ନା, କଣ ତୁମେ ମଧ୍ୟ ଶୋଇପାରିଲ ନାହିଁ? ସେ ହସି ମୋ ପାଖରେ ବସିଲେ ଏବଂ କହିଲା, ଭଉଣୀ, ଆଜି ଆମେ ବହୁତ ମଜା କଲେ ଯେତେବେଳେ ଆମେ ଦୁହେଁ ମାଙ୍କ ଫୋନ ନେଇ ଗୁପ୍ତ ଭାବରେ ଏକ ଭିଡିଓ କରିଥିଲୁ। ମା କିଛି ଜାଣି ନଥିଲେ। ଆମେ ଦୁହେଁ ସେହି ଭିଡିଓ ବିଷୟରେ ଭାବି ପୁଣି ହସିବାକୁ ଲାଗିଲୁ। ଭାଇ କହିଲା, କାଲି ସକାଳେ ଯେତେବେଳେ ମା ତାଙ୍କ ଫୋନରେ ସେହି ଭିଡିଓ ଦେଖିବେ, ସେତେବେଳେ ତାଙ୍କ ମୁହଁର ପ୍ରତିକ୍ରିୟା ଦେଖିବା ଯୋଗ୍ୟ ହେବ। ମୁଁ ତାଙ୍କୁ ଚାହିଁ କହିଲି, କେବଳ ମା ଜାଣିବାକୁ ବାକି ଅଛି ଏବଂ ତାପରେ ଆମେ ଅସୁବିଧାରେ ପଡ଼ିଯିବା।